गणेशाय नमः। नारायणं नमस्कृत्यं नरं चैव नरोत्तमं देवीं सरस्वतीं चैव ततो जयमुदीरयेत्। मूकं करोति वाचालं पङ्गुं लङ्घयते गिरिं यत्कृपातमहं वन्दे परमानन्दमाधवम्। श्रीमद्देवी भागवत महापुराण चतुर्थ स्कंध द्वितीय अध्याय कर्मफलर प्राधान्य। सुतदेव कहिले शुण ऋषिगण सत्यवती नंदन पुराण प्रवीण। वाक्य विशारद व्यासदेव सेहि एपरि पचारन्ते तांको नरसाई। परीक्षित तनय जनमे जयंकु सन्देह रगिरजी कहिले शांतकु। व्यासदेव कहिले आहे जन्मे जय ए विषय अधिक कि कहिबि कह। ए संसार कर्मर गति त दुर्बोध विबुद्ध मानकर नुह इति बोध। अधम नर माने काहु बा जानिबे पदे अधे जानि न टाणी हंती भवे। त्रिगुणमय विश्व उत्पन्नटी जेणु कर्म द्वारा समस्ते जनमटी तेणु। कर्म रूप बीजरु जन्म जीव गण एहार आदि अंत नाही नर राण। कर्म बीज द्वारा रे जन्म नाना जोनि भ्रमे भ्रमे विनाश हेउ थाई पुणी। कर्म बीज क्षयटी हेले जन्मे जय न हुई सहित बीज सदेह। शुभ पुण्य अशुभ मिश्र एहि तिनि कर्म रे जीव जड़ी रही अछि पुणी। एहेतु मतिवंत जीव मानंकरे त्रिविध कर्म बोली करिछन्ति स्थिर। संचित जे भविष्य प्रारब्ध भेदरे से त्रिविध कर्मटी विभिन्न विधिरे। जीवंकर देहरे आहे नर राण सर्वदा एहि तिनि कर्म विद्यमान। हे नरवर एहि ब्रह्मांड समस्त ब्रह्मादि देवगण कर्म वशीभूत। सुख दुख जरा मरण आदि हर्ष शोकादि काम क्रोध लोभ हे राजेश। सकल गुण गण दृष्ट बଳରେ कर्मर बशवर्ती हुए नरंकरे। समस्त गुण गण समस्तंक देहे निवास करी सदा काले रही थाए। नरंकरे देवरे तिर्यक जाति रे राग द्वेष आदिटी थाए समान रे। हे राजा ए सकल विकार पदार्थ रही थाए देहिंक देहर सहित। जेउठारे शरीर थाए सेहि ठारे ए विकार समस्त अधिकार करे। कर्म बिना जीवर उत्पत्ति नुहई संदेह न करो हे नरवर साई। प्रभाकर प्रभारे गमन मार्गरे शोभारे विहरन्ति कर्म प्रभावरे। द्विजराज चंद्रमा निज कर्म फले जन्मे जय राज हे रक्ष्मा रोगी हेले। निज कर्म बଳରେ शंकर केवଳ कपाळी होइले टी कपाळर फल। कर्मर आदि किछि नाही नरवर अणुमात्र सन्देह एथिरे न कर।
ଯେତେ ଦିନ ପର୍ଯ୍ୟନ୍ତ କର୍ମ ନୁହେଁ ଶେଷ, ତେତେ ଦିନ ପର୍ଯ୍ୟନ୍ତ କର୍ମ ନୁହେଁ ନାଶ। ଏ କର୍ମ ଏକମାତ୍ର ଆହେନର ରାଣ, ଏ ଜଗତ ଉତ୍ପତ୍ତି ମୂଳର କାରଣ। ଏ ସ୍ଥାବର ଜଙ୍ଗମାତ୍ମକ ଜଗତିଟି କର୍ମ ଫଳ ବଳରେ ବୋଲାଏ ନିତ୍ୟଟି। ଏହାର ନିତ୍ୟାନିତ୍ୟ ବିଚାରେ ମଗନ, ହୋଇଛନ୍ତି ସର୍ବଦା କାଳେ ମୁନିଗଣ। ତଥାପି ନିତ୍ୟାନିତ୍ୟ କିଛି ନ ଜାଣନ୍ତି, ବିଚାରି ବିଚାରିଣ ସ୍ଥିର ନ କରନ୍ତି। ମାୟାଟି ବିଦ୍ୟମାନ ଥିବାରେ ସନ୍ତତ, ଜଗତ ନିତ୍ୟ ବୋଲି ହୁଏ ପ୍ରତୀତ। କାରଣ ଥିବା ଠାରେ କାର୍ଯ୍ୟର ଭାବ, କି ପ୍ରକାରେ ହୋଇବ ଆହେ ଧରାଧବ। ମାୟା ଏକା ବେଳକେ ନିତ୍ୟ ଆହେ ଭୂପ, ସର୍ବଦା ସମସ୍ତଙ୍କୁ କାରଣ ସ୍ୱରୂପ। ଏହେତୁ ବୁଦ୍ଧ ମାନେ କର୍ମ ବୀଜକୁ ନିତ୍ୟ ବୋଲି ବିଚାର କରନ୍ତି ସ୍ଥିରକୁ। ଏ ନିଖିଳ ଜଗତ ଯେ କର୍ମ ସହାୟେ, ନିୟମରେ ନିତ୍ୟତ ପ୍ରବର୍ତ୍ତିତ ହୁଏ। ଆପଣ ତ କହିପାର ହେ ନରବର, ମହାତେଜା ଶ୍ରୀ ବିଷ୍ଣୁ କମଳାଙ୍କ ବର। ସ୍ୱଇଚ୍ଛାରେ ନାନାଦି ଧର୍ମମୟ ଭବେ, ଜନମ ଗ୍ରହଣଟି କରିଲେ କି ଭାବେ। ହେ ଉତ୍ତରା ପ୍ରପୌତ୍ର ଶୁଣ ସେ ଉତ୍ତର, ବୈକୁଣ୍ଠ ଭୋଗ ହରି କରି ପରିହାର। ଯୁଗେ ଯୁଗେ କିମ୍ପାଇଁ ବିବିଧ ଜନିରେ, ଜନମ ଗ୍ରହଣକୁ କରନ୍ତେ ବିଧିରେ। ସ୍ୱଇଚ୍ଛାରେ କେ କହ ମଳମୂତ୍ର ଗର୍ଭେ, ନିବାସ କର ଇଟି ଜାଇଣ କି ଭାବେ। ସୁମନସ ଚନ୍ଦନ ଜଳ କେଳି ଭୋଗ, ସୁଖରେ ରହିଥିବା କରି ପରିତ୍ୟାଗ। ଗର୍ଭବାସ ନରକ କେ ଇଚ୍ଛା କରଇ, ଏମନ୍ତ କେହି ନର ପଣ୍ଡିତ ଛଇ। ସୁକୋମଳ ତୁଳା ନିର୍ମିତ ଦିବ୍ୟ ସେ ଯେ, ସୁଖ ଭୋଗ ତ୍ୟାଗକୁ କରିଦେଇ ସେ ଯେ। ଅଧୋମୁଖେ ଗର୍ଭ ବାସ ଇଚ୍ଛା କରେ, ଏହିପରି ପଣ୍ଡିତ କେ ଅଛି ସଂସାରେ। ନାନାଦି ଭାବ ଭାବ ପୂର୍ଣ୍ଣ ନୃତ୍ୟ ଗୀତ, ମଙ୍ଗଳମୟ ବାଦ୍ୟ କରି ପରିତ୍ୟକ୍ତ। ନରକରେ ନିବାସ ସକାଶନ ରେଶ, କେଉଁ ନରକରଇ ମନେ ଅଭିଳାଷ। କ୍ଷୀର ସିନ୍ଧୁ ସମ୍ଭବା ମଧୁରାଧଙ୍କର, ଦୁଷ୍କରି ହରିଣୀୟ ହାବ ଭାବ ଯାକ। ଶୀତଳ ଯେ ସୁସ୍ୱାଦୁ ଅଧର ମଧୁର, ଆସ୍ୱାଦ ଦୂର କରି ବିଧୁ ବନ୍ଦନାର। ମଳମୂତ୍ର ଆଳୟ ରସପାନ କରେ, ସୁରସ ରସିଆ ଯେ କେହି ସ୍ୱଇଚ୍ଛାରେ। ଗର୍ଭବାସ ଅପେକ୍ଷା ଆଉ ନର୍କ ଭୋଗ, ତ୍ରିପୁରେ ନାହିଁ କିଛି ଆହେ ମହାଭାଗ। ଗର୍ଭବାସ ଭୟରେ ସର୍ବମୁନି ଗଣ, କରୁଛନ୍ତି ସର୍ବଦା ତପ ଆଚରଣ। ଯାହାର ଭୟ ଆହେ ରାଜା ମହାଭାଗ, ଛାଡ଼ି ଦେଇ ପଣ୍ଡିତେ ସାମ୍ରାଜ୍ୟ ସମ୍ଭୋଗ। ବନେ ରହି ନିଗୂଢ଼ ତପ ଆଚରନ୍ତି, କେ ମୂଢ଼ କହ ତାର ଆଶ୍ରୟ ନିଅନ୍ତି। ଗର୍ଭରେ କୃମି ପୀଡ଼ା ହୋଇ ଅତୀତ, ଜଠର ଜ୍ୱଳନରେ ସର୍ବଦା ତାପିତ। ଜରାୟୁର ମଧ୍ୟରେ ବନ୍ଧା ହୋଇଥାଏ, ତହିଁରେ କିସ ସୁଖ ଅଛି ଆହେ ରାଏ। ଗର୍ଭବାସ ଅପେକ୍ଷା କାରାଗୃହ ବାସ, ଶୃଙ୍ଖଳାବଦ୍ଧ ହେବା ଭଲ ହେ ନରେଶ। କ୍ଷଣ କାଳ ମାତ୍ରଟି
କୌଣସି କାଳେ ଗର୍ଭବାସ ନୁହୋଇ ଶୁଭପ୍ରଦ ତିଳେ ପ୍ରଥମେ 10 ମାସ ଗର୍ଭରେ ରହିବା ତହିଁ ଯେ କଷ୍ଟ ଯାହା ତାହା କି କହିବା ତାହାଠାରୁ ଅଧିକ ଯୋନି ଯନ୍ତ୍ରଟିରେ ଆହେ ରାଜା ନିର୍ଗମ ହେବା ସମୟରେ ଶୈଶବରେ କହିବା ଶକ୍ତି କିଛି ନାହିଁ ଅଜ୍ଞାନତା ବନ୍ଧନ କରି ରଖିଥାଇ କ୍ଷୁଧା ତୃଷା ବାଧାଟି ଜାଣି ତ ନ ପାରେ ରହିଥାଏ କେବଳ ପର ଅଧୀନରେ ଅତିଶୟ କାତରେ ପାଏ ବହୁ କ୍ଲେଶ କ୍ଷୁଧା ତୁରେ ରୋଦନ କରିଲେ ବିଶେଷ ମୋ ପିଲା ବହୁ କଷ୍ଟ ଭୋଗ କଲା ବୋଲି ଔଷଧ ମାନ ପାନ କରାଏ କହିଲି ଏପରି ନାନା ଦୁଃଖ ଶୈଶବ ସମୟେ ଏ ଜୀବ ଭୋଗ କରେ ଜନ୍ମେ ଜୟରାଏ ଏ ହେତୁ କେଉଁ ସୁଖ ଭୋଗିବାରେ ଜାଣ କରିବେ ଜନ୍ମ ହେତୁ ଇଚ୍ଛା ଦେବଗଣ ସୁସୁଖ ଅବସ୍ଥିତ ଛାଡ଼ି କେ ମାନବ ଦୁଃଖପ୍ରଦ ସଂଗ୍ରାମ ମରେ କରିବ ବ୍ରହ୍ମାଦି ଦେବଗଣେ କୃତ କର୍ମ ଫଳେ ସୁଖ ଦୁଃଖ ପ୍ରାପ୍ତ ହୁଅନ୍ତି ସଦାକାଳେ ଆହେ ନୃପ ସତମ କି ଦେବ ମାନବ ତିର୍ଯ୍ୟକ ଜାତି ଆଦି ଦେହି ମାତ୍ରେ ସର୍ବ ନିଜର ଶୁଭାଶୁଭ କର୍ମଫଳ ଭୋଗ ଅବଶ୍ୟ କରିବେଟି ଆହେ ମହାଭାଗ ମାନବ ତତ୍ପରେ ଦାନରେ ଯଜ୍ଞରେ ଦେବେଶ ଇନ୍ଦ୍ର ପଦ ପ୍ରାପ୍ତ ହୋଇପାରେ ସଞ୍ଚିତ ପୁଣ୍ୟ କ୍ଷୟ ହୋଇଲେ ରାଜନ ସନ୍ଦେହ ନାହିଁ ଇନ୍ଦ୍ର ହୋଇବ ପତନ ଶ୍ରୀରାମ ନରବର ଅବତାର କାଳେ ସୁରଗଣ ବାନର ରୂପ ବହିଥିଲେ ଶ୍ରୀକୃଷ୍ଣ ଅବତାର ସମୟରେ ଭାବ ଦେବଗଣ ହୋଇଲେ ଗୋପ ଯେ ଯାଦବ ଭଗବାନ ଶ୍ରୀ ବିଷ୍ଣୁ ଧର୍ମ ରକ୍ଷଣରେ ଯୁଗେ ଯୁଗେ ପରି ଅନେକ ରୂପରେ ବ୍ରହ୍ମାଙ୍କର ନିଯୋଗ ଅନୁସାରେ ପୁଣ ପରମ ବ୍ରହ୍ମ ହୁଅନ୍ତି ସଦା ଅବତୀର୍ଣ୍ଣ ହେ ପାର୍ଥିବର ଥର ଚକ୍ର ନେମି ପରି ଏପରି ଅବତାର ହେଉଛନ୍ତି ହରି ଏପରି ଅଂଶେ ଅଂଶେ ହୋଇ ଅବତୀର୍ଣ୍ଣ ଦୈତ୍ୟାରୀ କହୁଛନ୍ତି ଦୈତ ନିଧନ ଶ୍ରୀକୃଷ୍ଣ ଚନ୍ଦ୍ରଙ୍କର ଶୁଭ ଜନ୍ମ କର୍ମ ଆପଣଙ୍କ ନିକଟେ କହିବି ଉତ୍ତମ ସେ ଯଦୁ ବଂଶ କ୍ଷୀର ସାଗର କଲୋଳେ ଭଗବାନ ଶ୍ରୀକୃଷ୍ଣ ଚନ୍ଦ୍ର ଜନମିଲେ ଆହେ ଭୂପ କଶ୍ୟପ ଋଷି ଅଂଶ ଜାତ ଯେହିଟି ବାସୁଦେବ ପ୍ରତାପ ମହତ ସର୍ବଶାପ ପ୍ରଭାବେ ଜନ୍ମ ଲଭି ଭବେ ଗୁରୁ ଜଗା ଜୀବିକା କରିଥିଲେ ଭାବେ ଅଦିତି ଯେ ସୁରସା ତାଙ୍କ ଦୁଇ ପତ୍ନୀ ସାପ ବଳେ ଭୂତଳେ ଦେବକୀ ରୋହିଣୀ ମୁଁ ଶୁଣିଛି ବରୁଣ ଦେବ କୋପ ବଳେ ତାହାଙ୍କୁ ସାପ ଦେଇଥିଲେ କେତେବେଳେ ଜନ୍ମେ ଜୟ କହିଲେ ଆହେ ମହାମତେ ସଂଶୟ ତ ଲାଗିଲା କହ ଥରେ ମତେ ମହର୍ଷି କଶ୍ୟପ କି ଅପରାଧ କଲେ ଭାରି ଯାଙ୍କ ସହିତ ସାପ ପ୍ରାପ୍ତ ହେଲେ ବୈକୁଣ୍ଠପୁରବାସୀ ଅଖଣ୍ଡିତ ଆତ୍ମା ଭଗବାନ ଶ୍ରୀରମାବର ପରମାତ୍ମା କାହିଁ ପାଇଁ ଗୋକୁଳେ ହୋଇଲେ ଜନମ କହି ଏହି ସନ୍ଦେହ ଫେଡ଼ର ସୁତମ ଶ୍ରୀ ଭଗବାନ ଦେବ ଦେବ ଯେ ଅବ୍ୟୟ ସର୍ବଯୁଗ ଆଦି ଯେ
ସର୍ବାଧାର ଧ୍ୟେୟ ଶ୍ରୀ ନାରାୟଣ ପ୍ରଭୁ କାହାର ଆଦେଶେ ବୈକୁଣ୍ଠ ଧାମ ପରିତ୍ୟାଗ କରିଣ ସେ ସାମାନ୍ୟ ନରପତି ଜନ୍ମିଲେ କିମ୍ପାଇଁ ଅତିଶୟ ସଂଶୟ ଏଥେ ମଛଇ ମାନବ ଦେହ ବହି ନରଙ୍କ ସମାନ ମନୁଷ୍ୟ ଭାବ କାର୍ଯ୍ୟ କଲେ ସର୍ବପୁଣ କାମ କ୍ରୋଧ ମର୍ଷ ଶୋକ ବୈରୀ ପ୍ରତି ସୁଖ ଦୁଃଖ ଭୟ ଯେ ଦୀନତା ଅନୀତି ସରଳତା ସୁକୃତ ଦୁଷ୍କୃତ ବଚନ ହନନ ଯେ ପୋଷଣ ମାରଣ ଚଳନ ତାପ ପୁଣି ବିତର୍କ ଆତ୍ମଶ୍ଳାଘି ଲୋଭ ଦମ୍ଭ ମୋହ କପଟ ଶୋଚନାଦି ସର୍ବ ଅନ୍ୟାନ୍ୟ ଯେ ଭାବନରେ ହୁଏ ଜାତ ଭଗବାନ ଭୋଗିଲେ ସେ ଦୁଃଖ ସମସ୍ତ ନିତ୍ୟ ସୁଖ ଛାଡ଼ିଣ ମାନବ ଜନମେ ଦୁଷ୍ଟ ନର ଧର୍ମ କଲେ କି କାରଣେ ଧରାଧାମେ ମନୁଷ୍ୟ ଜନମ ହେବାର ମହାସୁଖ କି ଅଛି ଆହେ ମୁନୀଶ୍ୱର ଯାହା ହେତୁ ସାକ୍ଷାତେ ବ୍ରହ୍ମାଣ୍ଡ ନିବାସ ସ୍ୱୀକାର କଲେ ନିଜେ ହରି ଗର୍ଭବାସ କି କହିବା ହେ ଦ୍ୱିଜ ରାଜାଙ୍କର ଶିଖ ମନୁଷ୍ୟ ଜନ୍ମେ ଗର୍ଭବାସେ ଯା ଦୁଃଖ ଜନିରନ୍ଧ୍ର ଜନନ ଦୁଃଖ ବାଲ୍ୟ ସୁଖ ଯୌବନେ କାମ ସର ପ୍ରହାରେ ଯେ ଦୁଃଖ ଗ୍ରାହସ୍ଥେ ମହାଘୋର ଦୁଃଖ କି କହିବା ଭୋଗଇ କେତେ ଦୁଃଖ ତାହା କି ଗଣିବା ଏପରି କଷ୍ଟପ୍ରଦ ମାନବ ଜନ୍ମରେ ଅବତୀର୍ଣ୍ଣ ଶ୍ରୀହରି ହେଲେ କି ହେତୁରେ ପୁନଃ ପୁନଃ ମାନବ ଯୋନି ଆବିର୍ଭାବ କାହିଁ ପାଇଁ ହୁଅନ୍ତି ପାଇଁ କେଉଁ ଭାବ ସେ ବ୍ରହ୍ମ ଯୋନି ହରି ରାମ ଅବତାରେ ପାଇଲେ କେତେ କଷ୍ଟ ଘୋର ଅରଣ୍ୟରେ ପ୍ରିୟତମା ଭାରିଜା ଜନକ କୁମାରୀ କେତେ କଷ୍ଟ ସହିଲେ ତାଙ୍କୁ ତ୍ୟାଗ କରି ଯେପରି କଷ୍ଟ ସହି କୃଷ୍ଣ ଅବତାରେ ଜନମିଲେ କିପରି ଜାଣି କାରାଗାରେ ଗୋକୁଳକୁ ଯିବାର ଗୋରୁ ରଖିବାର କଂସବଦ୍ଧ ପୁଣି ଯେ ଦ୍ୱାରକା ଯିବାର ଏପରି ନାନା କଷ୍ଟ କିମ୍ପା କଲେ ଭୋଗ ଅକ୍ଳିଷ୍ଟ କର୍ମା ପରା ସେ ତ ମହାଭାଗ କହକେ ଜ୍ଞାନବନ୍ତ ମୁକ୍ତ ହେବା ପରେ ଦୁଃଖ ଭୋଗ କରଇ ଆପଣା ଇଚ୍ଛାରେ ଆପଣ ତ ସର୍ବଜ୍ଞ ଛେଦ ଏ ସଂଶୟ ମୁଚିତ ଶାନ୍ତ ନୁହେଁ କରାନ୍ତୁ ଥୟ ଏହିଠାରେ ଶ୍ରୀଦେବୀ ଭାଗବତଙ୍କରେ ସୁମହତ ପୁରାଣ ଚତୁର୍ଥ ସ୍କନ୍ଧରେ କର୍ମଫଳ ପ୍ରଧାନ ବିଷୟ କଥନ ଦ୍ୱିତୀୟ ଅଧ୍ୟାୟଟି ହେଲା ସମାପନ ଜୟ ହେ ରାମକୃଷ୍ଣ ରାଘବ ଯାଦବ ଆପଣଙ୍କ ଶ୍ରୀପଦେ ହେଉ ମୋ ସଦ୍ଭାବ ଶ୍ରୀରାମଚନ୍ଦ୍ର କୃଷ୍ଣ ଚନ୍ଦ୍ର ସ୍ମରି ଜୀବ ବାଲାଜୀ ରଣା ରଖି ବାହାରେ ନ ଯିବ। ତୃତୀୟ ଅଧ୍ୟାୟ ଇନ୍ଦ୍ରଙ୍କ ଦ୍ୱାରା ଦିତିଙ୍କର ଗର୍ଭଛେଦନ। ବ୍ୟାସଦେବ କହିଲେ ଶୁଣ ଜନ୍ମେଜୟ ପଚାରିବା ବିଷୟ ଚିତ୍ତ କରିଥୟ ଶ୍ରୀହରିଙ୍କର ଅବତାର ବିଷୟରେ ସେପରି ଦେବଙ୍କର ଅଂଶ ଅବତାରେ ବିଶେଷ କାରଣତା କହିବିଟି ପଛେ କହୁଛି ଏବେ ମହାରାଜା ଶୁଣ ସୋଛେ ବସୁଦେବ ଦେବକୀ ରୋହିଣୀ ଯେ ପୁଣ ଅବତାର ହେବାର ଶୁଣ ତା କାରଣ
ଏକ ଦିନେ କଶ୍ୟପ ଯଜ୍ଞ ସକାଶରେ ବରୁଣଙ୍କ ଗାଇକି ହରିଲେ ସତରେ। ତାହା ଜାଣି ବରୁଣ ଧେନୁ ପାଇବାରେ ବାରମ୍ବାର ପ୍ରାର୍ଥନା କଲେ ନମ୍ରରେ। କଶ୍ୟପ କାମଧେନୁ ତାହାଙ୍କୁ ନ ଦେଲେ ଅତିଶୟ ଦୁଃଖରେ ବରୁଣ ସେ କାଳେ। ବ୍ରହ୍ମାଣ୍ଡର କରତା ବ୍ରହ୍ମାଙ୍କ ନିକଟେ ନିଜ ଦୁଃଖ କହିଲେ କୃତାଞ୍ଜଳି ପୁଟେ। କି କରିବି ହେ ମହାଭାଗ କହ ଭଲେ ମତ ଭରେ କଶ୍ୟପ ମୋ ଧନୁ ହରିଲେ। ମାଗିଲି କେତେ ମତେ ଦେଲେ ଦେଲେ ନାହିଁ ମର୍ତ୍ତ୍ୟରେ ଗୋପେ ଜନ୍ମ ସାପ ଦେଲି ମୁହିଁ। ମୋର କାମଧେନୁରେ ବଛା ଗଣେ ଦେଖ ମାତୃହୀନେ କାନ୍ଦନ୍ତି ପାଇ ମହା ଦୁଃଖ। ସେହି ହେତୁ ତାହାଙ୍କ ଭାରି ଯାଦୁଇଙ୍କି ଏପରି ଅଭିଶାପ ମୁଁ ଦେଇ ନାହିଁ କି। ସହଧର୍ମିଣୀଙ୍କ ସହିତ ଜନମି ମହତ ଦୁଃଖ ଭୋଗ କର ବୋଲି ମୁନି। ବିଶେଷତଃ ଦିତି ଧରା ଧାମେ ଯାଇ କାରାଗାରେ ଆବଦ୍ଧେ ମହା ଦୁଃଖ ସହି। ମୃତ ବଛା ହୋଇବେ ହିସାବ ଦେଲି ଧେନୁଟି କି ନ ଦେଲେ କେତେ ମୁଁ ମାଗିଲି। ବରୁଣଙ୍କ ଏ ବାଣୀ ବିଶୁଣି କରି କଶ୍ୟପଙ୍କୁ ଡକାଇ କହିଲେ ପରି। କେମ୍ପାଇଁ ଲୋକପାଳ ବରୁଣଙ୍କ ଗାଇ ଚୋର ପରି ହରିଲ ଆହେ ଋଷି ସାଇଁ। ନେଇ ପୁଣି କାହିଁକି ମାଗିଲେ ନ ଦିଅ ଏ ଅନ୍ୟାୟ କେମ୍ପାଇଁ କରୁଛ ହେ ପୁଅ। ନ୍ୟାୟବନ୍ତ ଆପଣ ଆହେ ମହାମତେ ଏ ଅନ୍ୟାୟ କାର୍ଯ୍ୟଟି କର କି ନିମନ୍ତେ। ପରଧନ ହରଣ କରିବାରେ ନ୍ୟାୟ ଯୁକ୍ତ ଟେକି କହ ତା ବତାଇ। ଆହା ଲୋଭ ମହିମା କେହି କହିପାରେ ମହାଜନ ମାନଙ୍କୁ ଲୋଭ ବଶ କରେ। ଲୋଭ ପାପ ଆକର ନରକ ପ୍ରଦତ୍ତ ସାଧବଙ୍କ ଏ ନୁହେଁ କଦାପି ସମ୍ମତ। ଲୋଭ ଛାଡ଼ି ନାହାନ୍ତି କଶ୍ୟପ ଯେ ମୁନି ତେବେ କହ ମୁଁ ଆଉ କି କରିବି ପୁଣି। ଏହେତୁ ସର୍ବପେକ୍ଷା ଲୋଭଟି କେବଳ ମୋ ସିଦ୍ଧାନ୍ତ ମତରେ ଅଟଇ ପ୍ରବଳ। ଧନ୍ୟ ହେ ସମଶୀଳ ମହର୍ଷି ନିଚୟ ଯେଉଁମାନେ ଲୋଭକୁ କରିଅଛ ଜୟ। ବୈଖାନ ସବୃତ୍ତି କି କରିଣ ଧାରଣ ପରାମୁଖେ ଲୋଭକୁ କରିଛ ହରଣ। ଲୋଭ ଏକା ସଂସାରେ ବଳବନ୍ତରୀ ତା ଅପେକ୍ଷା ଅସୁରୀ ନାହିଁ ତିନି ପୁରୀ। ଆହା ସେହି ଦୁଷ୍ଟାତ୍ମା ଲୋଭ ରାହୁ ଏବେ ଋଷି ଚନ୍ଦ୍ର କଶ୍ୟପ ଗ୍ରାସିଲା ପ୍ରଭାବେ। ସାମାନ୍ୟ ବିଷୟରେ ଦେଖାଇ କି ଲାଭ ପତିତ କଲା ଋଷି ପତିଙ୍କୁ ସେ ଲୋଭ। ବିହିନୀ ଯେ ଧର୍ମର ମର୍ଯ୍ୟାଦା ରକ୍ଷଣେ ପରମ ପ୍ରିୟ ପୌତ୍ର ମୁନିଙ୍କୁ ଆପଣେ। ସାପ ଦେଲେ କୋପରେ ହୋଇଣ ପ୍ରତାପ ଧରାରେ ଯଦୁକୂଳେ ଜନମ କଶ୍ୟପ। ନିଜ ସହ ଧର୍ମିଣୀ ଦୁହିଁଙ୍କ ସହିତେ ଗୋରୁ ଗାଈ ପାଳନ କରୁଥାଅ ମତେ। ବ୍ରହ୍ମା ପୁଣି ବରୁଣ ଭୂଭାର ହରଣେ ଅଂଶ ଅବତାରଟି ହେବାର କାରଣେ। ମହର୍ଷି କଶ୍ୟପଙ୍କୁ ଏହି ଶାପ ଦେଲେ ଦିତିଟି ଅତି ଶୋକ କରିଣ ସେ କାଳେ। ଅଦିତିଙ୍କୁ ଏ ଶାପ କରିଲେ ପ୍ରଦାନ ସାତ ପୁତ୍ର ଖାଇବୁ ଜନ୍ମିବାର କ୍ଷଣ। ଜନ୍ମେ ଜୟ କହିଲେ ଆହେ ଜ୍ୟୋତିପତି କିମ୍ପାଇଁ ଦିତି ସତୀ
ହୋଇ କୋପମତି ଇନ୍ଦ୍ରଙ୍କର ଜନନୀ ନିଜ ଭଉଣୀଙ୍କି ଏ ଦାରୁଣ ସାପଟି ଦେଲେ ସେ କାହିଁକି। ଏ ବାଣୀ ଶୁଣି ମୋର ମନେ ମହାଶୟ ହେଉଅଛି ମହତ ଶୋକର ଉଦୟ। ଏ କାରଣ ବତାଇ କହ ଋଷି ସାଇ ସୁତଦେବ କହିଲେ ଶୁଣ ମନ ଦେଇ। ଏପରି ପରୀକ୍ଷିତ ପୁତ୍ର ଜନ୍ମେ ଜୟ ପଚାରନ୍ତେ ପାଇଣ ମାନସେ ସଂଶୟ। ସତ୍ୟବତୀ ନନ୍ଦନ ବ୍ୟାସ ସେହି କାଳେ ସମାହିତେ କାରଣ ସମସ୍ତ କହିଲେ। ବ୍ୟାସଦେବ କହିଲେ ଆହେ ମହାରାୟ ଦକ୍ଷ ପ୍ରଜାପତିଙ୍କ ଥିଲେ ଦୁଇ ଝିଅ ଦିତି ପୁଣି ଅଦିତି ସତୀଙ୍କର ନାମ ସୁକୁମାରୀ କୁମାରୀ ବୋଲାନ୍ତି ଉତ୍ତମ ସାଧୁ ଶିଳା ବଳା ସେହି ଦୁଇ ବଳା କଶ୍ୟପ ମହର୍ଷିଙ୍କ ହେଲେ ଗୋଳା ମାଳା। ଅଦିତିଙ୍କ ଗର୍ଭରୁ ଅତି ବୀର୍ଯ୍ୟବନ୍ତ ଦେବରାଜ ଇନ୍ଦ୍ରଟି ଯହୁଁ ହେଲେ ଜାତ ସପତଣୀ ଦିତି ତା ସହି ନ ପାରିଲେ ବୀର୍ଯ୍ୟବନ୍ତ ସନ୍ତାନ ମାନସେ ବାଞ୍ଛିଲେ। ଅସିତା ପାଙ୍ଗି ସତୀ କହିଲେ ପତିଙ୍କି ହେ ମାନବ ଦିଅ ହେ ମତେ ସନ୍ତତି କି। ମହତ ବଳଶାଳୀ ଇନ୍ଦ୍ରର ସମାନ ବୀର୍ଯ୍ୟବନ୍ତ ଧର୍ମିଷ୍ଠ ଦିଅ ସୁନନ୍ଦନ। ମହର୍ଷି କହିଲେ ଗୋପ୍ରିୟ ହୁଅ ସ୍ଥିର କହୁଅଛି ଗୋଟିଏ ବ୍ରତ ତୁମ୍ଭେ କର ସେ ବ୍ରତର ପ୍ରଭାବେ ଇନ୍ଦ୍ରର ସମାନ ନିଶ୍ଚୟରେ ହୋଇବ ତୁମ୍ଭର ନନ୍ଦନ। ଯେ ଆଜ୍ଞା କରି ଦିତି ସେ ବ୍ରତ କରିଲେ କଶ୍ୟପ ତାଙ୍କ ଗର୍ଭେ ବୀର୍ଯ୍ୟ ନିକ୍ଷେପିଲେ। ମନୋହର ଗର୍ଭ କରିଣ ଧାରଣ ନିୟମବତୀ ହେଲେ ଦିତି ସତୀରାଣ। ପୟୋଧର ରଜା ପୟବ୍ରତ ବରି ଧରା ପରେ ଶୋଇଲେ ମଧୁର ଧରି। ଦିନୁ ଦିନ ସେ ଗର୍ଭ କ୍ରମରେ ବଢ଼ିଲା ସମ୍ପୂର୍ଣ୍ଣ ବୀର୍ଯ୍ୟବନ୍ତ ପରି ଜଣାଗଲା। ଦୀପ୍ତାଙ୍ଗ ଶୁଭ ବର୍ଣ୍ଣା ଦିତିଙ୍କୁ ଦେଖିଲେ ଅଦିତି ଅତି ଦୁଃଖେ ପରି ଚିନ୍ତିଲେ। ଯେବେଟି ଏହି ଦିତି ଗର୍ଭ ପ୍ରସବିବ ଇନ୍ଦ୍ରତୁଲ୍ୟ ମହତ ବଳଶାଳୀ ହେବ। ତେବେ ତାର ଆଗରେ ମୋହର ଆତ୍ମଜ ଦେବରାଜ ହୋଇବ ସିନାହତ ତେଜ। ଏପରି ଚିନ୍ତା କରି ଅଦିତି ମାନିନୀ ନିଜ ପୁତ୍ର ଇନ୍ଦ୍ରଙ୍କୁ କହିଲେ ବାଣୀ ଆରେ ବାବୁ ବଳିଷ୍ଠ ଶତ୍ରୁ ତୋର ଏବେ ରହିଛି ସପତଣୀ ଏ ଦିତିର ଗର୍ଭେ। ତୁ ଏବେ ସେହି ଶତ୍ରୁ ବିନାଶ ସକାଶ ଉପାୟ ଚିନ୍ତା କର ସଚି ଦେବୀଶ। ଦିତି ଗର୍ଭ ଭୂମିଷ୍ଠା ନ ହେବା ପୂର୍ବରୁ ଶତ୍ରୁବଧେ ଯତ୍ନଟି କର ମୋ କଥାରୁ। ଅସିତା ପାଙ୍ଗି ସପତଣୀକି ଦେଖିଲେ ହେ ସୁନ୍ଦର ମୋହର ଏ ମାନସ ସ୍ଥଳେ। ସୁଖ ବିନାଶିନୀ ଯେ ମୋର ମୋ ଘାତିନୀ ହୃଦୟ ସନ୍ତପତ କରେ ଚିନ୍ତା ଅଗ୍ନି। ରାଜଯକ୍ଷ୍ମା ପରାଏ ବଢ଼େ ସଦାଓରି ତାକୁ ମାରି ଦେବାକୁ କ୍ଷମତା କାହାରି। ଅଙ୍କୁରିବା ସମୟ ଶତ୍ରୁ ବଧିବାର ବିଧି ବୋଲି କହନ୍ତି ବୁଦ୍ଧିମନ୍ତ ନର। ହେ ସତ କ୍ରତୁ ଦିତି ଗର୍ଭ ହୋଇବାରେ ଲୌହ ଶଙ୍କ ପରାୟ ମୋ ହୃଦ ବିଦାରେ। ଯେକୌଣସି ଉପାୟ ଗର୍ଭନାଶ କର आहे वत्स सुंदर सुर पुरंदर मोहर प्रिय कार्य इच्छा जेबे बाबू किपरि हेले सेही गर्भ विनाशिबु
ସାମଦାନ ବଳରେ କଳରେ ଉପାଏ ରେତ ନୟ ସେ ଗର୍ଭ ବିନାଶ ନିଶ୍ଚୟ ମାତାଙ୍କ ବାଣୀ ଶୁଣି ଇନ୍ଦ୍ର ସେ କାଳରେ ବିମାତାଙ୍କ ନିକଟେ ଗମିଲେ ଚିନ୍ତାରେ ହେ ନୃପ ପାପ ମତି ଇନ୍ଦ୍ର ମନ ଭାବେ ଦିତିଙ୍କ ପାଦ ପଦ୍ମେ ବନ୍ଦିଣ କୈତବେ ବିଷ ଗର୍ଭ ବାହ୍ୟରେ ମଧୁର ବଚନ ବଞ୍ଚନ କଲା ପରି କରିଲେ ରତନ ଆଗମାତ ସୁବ୍ରତେ ବ୍ରତ ଆଚରଣେ ହୋଇଛି କୃଷା ପୁଣି ଦୁର୍ବଳାପଣେ ଆପଣଙ୍କ କମଳ ପଦ ସେବିବାରେ ଆସିଛନ୍ତି ମାତକୁ ବିଶେଷ ଆଶାରେ କି କରିବି ମୁଁ ଏବେ କହ ପତିବ୍ରତେ ପଦ ସେବା କେବଳ ମୋର ବାଞ୍ଛା ଚିତ୍ତେ ଗୁରୁଜନ ଶୁଶ୍ରୂଷା କରିଲେ ନିଶ୍ଚୟ ଅକ୍ଷୟ ଗତି ପାଏ ପୁଣ୍ୟ ନୁହେଁ କ୍ଷୟ ମୋ ଗୁଣ ମୋର ମାତା ଅଦିତି କିପରି ସମାନ ଭାବ ତୁମ୍ଭ ଠାରେ ଅଛି କରି ଏହିପରି କହିଣ ଛୁଇଣ ଶ୍ରୀ ଚରଣ ପଦ ସେବା ଆରମ୍ଭ କଲେ ଦେବରାଣ ବ୍ରତରେ ପରିଶ୍ରାନ୍ତ କୃଷା ହୋଇଥିଲେ ଶ୍ରୀପଦ ସେବିବାରେ ସୁଖ ପାଇବଲେ ଦେବେଶଙ୍କ କଥାରେ ବିଶ୍ୱାସ କରିଣ ନିଦ୍ରିତା ହୋଇଗଲେ ଦିତି ସତୀ ରାଣ ନିଦ୍ରିତା ହେବା ଦେଖି ଦେବଗଣ ରାଣ ସୂକ୍ଷ୍ମତମ ସ୍ୱରୂପ କରିଲେ ଧାରଣ ଧୀରରେ ଯୋଗ ବଳେ ଦିତିଙ୍କ ଗର୍ଭରେ ପ୍ରବେଶ କଲେ ଧରି ବ୍ରଜ ଟିକି କରେ ବଜ୍ର ମାରି ଗର୍ଭ କଲେ 7 ଖଣ୍ଡ ବଜ୍ରାଘାତେ ବାଳକ କାନ୍ଦିଲେ ପ୍ରଚଣ୍ଡ ବାରମ୍ବାର ସାନ୍ତ୍ୱନା ଦେଲେ ପୁରନ୍ଦର ନ କାନ୍ଦ ହେ ବାଳକ ସୁନ୍ଦର ସେ କ୍ରନ୍ଦନ ତଥାପି ନହିଲା ବାରଣ ସକ୍ରନ୍ଦନ ତା ଦେଖି ମହାକୋପ ପୁଣ ପ୍ରତ୍ୟେକ ଖଣ୍ଡ ଟିକି 7 ଖଣ୍ଡ କଲେ ସେ 51 ପବନ ହୋଇଲେ ଉଠି କରି କାଳେ ସୁଦତି ସେ ଦିତି ଶଚୀପତି କପଟ ଜାଣି ପାରି ସତୀ ଗର୍ଭଛେଦ ହେବାର ମହା ଦୁଃଖ କଲେ ସପତଣୀ ଭଉଣୀ କରିଲା ଜାଣିଲେ ସୁସତ୍ୟବାଦୀ ନିତ ବ୍ରତ ପରାୟଣା ସେତିନେ ସତୀ ହୋଇ ଅତି କୋପମନା ଅଦିତିଙ୍କୁ ଇନ୍ଦ୍ରଙ୍କୁ ଏହି ଶାପ ଦେଲେ ଦୁଃଖ ଶୋକ କୋପତ ଦିତି ହୋଇଥିଲେ ତୋର ପୁତ୍ର ଯେପରି ମତେ ଛଳ କରି ମୋ ଗର୍ଭଟି ଛେଦନ କଲା ପୋଷି କରି ସେହିପରି ତାହାର ତ୍ରିଭୁବନ ସାର ଏହି ସ୍ୱର୍ଗପୁରଟି ହୋଇ ଆଉ ଦୂର ଆରେ ପାପ ଚାରିଣୀ ଅଦିତିକୁ ଜେହ୍ନେ ମୋର ଗର୍ଭ ବିନାଶ କରିଲୁ ଗୋପନେ ସେପରି ତୋର ପୁତ୍ର ପୁନଃ ପୁନଃ ଜନ୍ମେ ବିନାଶ ହେଉଥିବେ ଜାଣିଥାଅ ପୁଣି ପୁତ୍ର ଶୋକେ ଅଧୀରା ହୋଇ କାରାଗାରେ ବାସ କରି ତୋର ମୋହର ସାପରେ ଜନ୍ମାନ୍ତରେ ତୁ ମୃତ ବତ୍ସା ହେବୁ ଜାଣ ବ୍ୟାସଦେବ କହିଲେ ଶୁଣ ନର ରାଣ ମରିଚିଙ୍କ ନନ୍ଦନ ସେ କଶ୍ୟପ ମୁନି ଅଭିଶାପ ଏପରି ତାହାଙ୍କର ଶୁଣି ବିନୟରେ ତାହାଙ୍କ କୋପ କରି ଶାନ୍ତ ଏହିପରି କହିଲେ ମୁନି ତପବନ୍ତ ହେ କଲ୍ୟାଣ ଏ କୋପ ଛାଡ଼ି ହୁଅ ସ୍ଥିର ବଳବନ୍ତ ହୋଇବ ତୁମ୍ଭର କୁମାର ମରୁତ ନାମ ବହି ହେବେ ଦେବଗଣ ଇନ୍ଦ୍ରଙ୍କ ପ୍ରିୟ ସଖା ସେ ହୋଇବେ ଜାଣ ଅଦିତି ତଟଇ ସଦା କୋପମତି ତପ ଫଳ ପାଇବ ହେବା ମରୁଦିତି
ଅଷ୍ଟାବିଂଶ ମନନ୍ତରେ ଯେ ଦ୍ୱାପରେ ନର ଜନ୍ମ ହୋଇବେ ଏହି ସଂସାରେ। ତୁମ୍ଭ ସାପ ଫଳକୁ ସେ କରିବେ ଭୋଗ, ସତୀ ଶିରୋମଣି ଗୋଛାଡ଼ ଏହି ରାଗ। ବରୁଣ ଦେବ କୋପେ ଦେଇଛନ୍ତି ସାପ, ଅଳ୍ପ ଦିନେ ଭୋଗିବେ ହୋଇ ନାରୀ ରୂପ। ତୁମ୍ଭ ଦୁହିଁଙ୍କର ସାପରେ ହି ସତୀ, ଜନମିବେ ମାନୁଷୀ ହୋଇ ନଦିତି। ବ୍ୟାସଦେବ କହିଲେ ସେ ବର ବନିନି, ତୋଷ ହେଲେ ଋଷଙ୍କ ଏହି ବାଣୀ ଶୁଣି। ଅପ୍ରିୟ କଟୁଗିର ଆଉ ନ କହିଲେ, ପ୍ରିୟମ୍ବଦା ସେହି ତୋଷରେ ରହିଲେ। ପୂର୍ବ ସାପ କାରଣ କହିଲେ ରାଜନ, ହେ ପରୀକ୍ଷିତ ହୃଦ ଆନନ୍ଦ ବର୍ଦ୍ଧନ। ଏହିପରି ଅଦିତି ଆପଣା ଅଂଶରେ, ଦେବକୀ ହୋଇ ଜନମିଲେ ଧରା ପରେ। ଏହିଠାରେ ଶ୍ରୀଦେବୀ ଭାଗବତଙ୍କରେ, ସୁଧାମୟ ପୁରାଣ ଚତୁର୍ଥ ସ୍କନ୍ଧରେ। ଅଦିତି ସତୀଙ୍କର ସାପର କାରଣ, ତୃତୀୟ ଅଧ୍ୟାୟରେ ହୋଇଲା ପୁରାଣ। ଜୟ କୃଷ୍ଣ ଦିତି ଗୌରବ ସମ୍ଭବ, ଦିତି ପୁତ୍ର ଗୌରବ ଖର୍ବ କର ଦେବ। ଉପେନ୍ଦ୍ର କୃଷ୍ଣ ଚନ୍ଦ୍ର ଚନ୍ଦ୍ରାବଳୀ ସାଇ, କେଶୀ ପରେ କେଶବ ବୃନ୍ଦାବତୀ ସାଇ। ବାଲାଜୀ ରଣା ହୃଦୟ ରସ କୃପା ଜଳ, ଲିଭାଇ ଦିଅ ପ୍ରଭୁ ସନ୍ତାପ ନଳ। ଚତୁର୍ଥ ଅଧ୍ୟାୟ ମାୟାଙ୍କର ପ୍ରାଧାନ୍ୟ କୀର୍ତ୍ତନ। ଜନମେ ଜୟ କହିଲେ ଋଷି ମହାଶୟ, ଏ ବିଷୟ ମୁଁ ଶୁଣି ପାରିଲି ବିସ୍ମୟ। ସଂସାର ତ କେବଳ ପାପ ପୂର୍ଣ୍ଣ ପରି, ଜଣାଯାଉଅଛି ହେ ମତେ ତ ପଚାରି। କିପରି ଜୀବଗଣ ଜନ୍ମିଏ ସଂସାରେ, ମୁକ୍ତି ଲାଭ କରନ୍ତି ଆପଣା କରରେ। କଶ୍ୟପ ଋଷି ରାଜା ବୀର୍ଯ୍ୟ ଯେ ଜନମ, ଏ ତ୍ରୈଲୋକ୍ୟ ବିଭବ ଯାର ସ୍ୱର୍ଗ ଧାମ। ବୃନ୍ଦାରକ ବୃନ୍ଦଙ୍କ ରାଜା ବୋଲାଅନ୍ତି, ଏପରି ନିନ୍ଦନୀୟ କାର୍ଯ୍ୟ ସେ କରନ୍ତି। ଅଧମନରେ କିମ୍ପା ପାପମୟ ଭାବେ, ନିନ୍ଦନୀୟ ଏପରି କାର୍ଯ୍ୟ ନ କରିବେ। କରିବି ସେବା ବୋଲି ପକା ଈଶ୍ୱରାଣ, ବିଧାତାଙ୍କ ଗର୍ଭେ ପ୍ରବେଶ ଶରଣ। ଗର୍ଭସ୍ଥ ଶିଶୁଙ୍କୁ ସେ କରିବାର ବୋଧ, ଦାରୁଣ କାର୍ଯ୍ୟ ଏହି ନୁହଁ କି ମଧ୍ୟ। ତ୍ରିଲୋକ ଅଧିପତି ଜଗତ ଶାସକ, ଯେ ଅଟନ୍ତି ପୁଣଟି ଧର୍ମ ରକ୍ଷକ। ସେହି ଯେବେ ପରି ଘୃଣା କାର୍ଯ୍ୟ କଲେ, କେହି ଅବା ମାନବେ ନ କରିବେ ଭଲେ। ହେ ଜଗତ୍ ଗୁରୁ ମୁହିଁ କି କରିବି ପୁଣ, କୁରୁକ୍ଷେତ୍ରେ ମୋହରି ପିତାମହ ଗଣ। କରିଥିଲେ ଯୁଦ୍ଧରେ ମହାନିନ୍ଦା କାର୍ଯ୍ୟ, ସେହିପରି ଏହି ତ ଶୁଣିଲି ଆଶ୍ଚର୍ଯ୍ୟ। ଭୀଷ୍ମ ଦ୍ରୋଣ କର୍ଣ୍ଣ ଆଦି ଯେ କୃପାଚାର୍ଯ୍ୟ, ଧର୍ମ ଅବତାର ତ ଯୁଧିଷ୍ଠିର ରାଜ। ଆଦେଶଟି ଦେବାରେ କୃଷ୍ଣ ଦେବରାଜ, କରିଛନ୍ତି ଏମାନେ ଅଧର୍ମ ଯେ କାର୍ଯ୍ୟ। ଦେବଂଶ ସମ୍ଭବ ଧାର୍ମିକ ବୋଲାନ୍ତି, ବୁଦ୍ଧିମନ୍ତ ସଂସାର ସାର ଜାଣନ୍ତି। ସେମାନେ କାହିଁ ପାଇଁ ଗର୍ହିତ କର୍ମ, ଭ୍ରମ ବଶେ କଲେ କି କହରୁ ଶ୍ରୋତମ। ଏମାନେ କଲେ ଯେବେ ହି ଆଚରଣ, ଧର୍ମର ଆସ୍ଥା ଆଉ କି ସତ୍ୟ ପ୍ରମାଣ। ଆପଣଙ୍କ ମୁଖରୁ ଶୁଣିଏ ସକଳ, ବିଚଳିତ ହୋଇ ମୋଚିତ କେବଳ। ଆପଣ କହିପାର ଆହେ ଋଷିରାଣ, ଆପ୍ତବାକ୍ୟ ଧର୍ମ ବିଷୟ ପ୍ରମାଣ। ତାହେଲେ ମହାଦେହ ବନ୍ତ କେହି ଆପ୍ତ,
आत्मीय हित होइछन्ति ए जगत मु देखिछि संसारे समस्ते विषयी आप्त होई से माने पारिबे तो नाही निजर अर्थ हानि होइले केवल राग द्वेष जन्माई हुअन्ति प्रबल कलहे निज अर्थ सिद्धिर सकाश असत्य कहि पारे हेले हे विदुष सत्यमूर्ति श्रीहरि निजे जानी शुणी जरासंध बद्धरे छल करी पुणी द्विजराज बेशटी करिले धारण छल करी कलरे जेबे भगवान पार्थ मध्य सुयज्ञ कार्यर सकाश छलरे बेशटिकी कले परकाश तेबे कह आप्त बाकिए से अटई एहार प्रमाण बाकिए ऋषि साई जहिरे शिशुपाल बधा दियन अर्थ घटिला से हिति जग अटई के मंथ ए जागरे कि हेतु शक्तिहीन हेला परलोक प्राप्ति रे यज्ञ कि होइला किबा निज जसरे हेतु हेला जाग अन्य किबा उद्देश्य थिला महाभाग कहन्ति पौराणिक वेद विध बुध सत्यटी धर्मर प्रथम सुपाद द्वितीय पाद शौच तृतीय जे दया चतुर्थ पाद दान वेद कहे ए चारि पादे हीन होइले धर्म कि रूपरे समत हे ऋषि उत्तम पांडवे सत्य दया छाड़ी जाग कले फलप्रद कि परि तेबे हेब भले मुहि जानी पारई ताहांक काहार धर्मरे विश्वास मन नाही स्थिर जगतर जे प्रभु विष्णु छळिबारे बामन अवतार होइले पूर्वरे बामन रूपे बळी राजांकु ठकिले ए कार्य उचित कि से विष्णु करिले सत यज्ञ कारक जे बळी अटन्ति वेदंकर आदेश जे प्रतिपालन्ति ताहांको जगत प्रभु विष्णु ठकिबार धर्मर मार्ग कि मने जे कर महत जितेन्द्रिय सत्यवादी वीर दानशील धर्मिष्ठ श्रेष्ठ नरवर क्षण करे ताहांको जगन्नाथ विभु स्थान भ्रष्ट करिबा उचित कि बाबू निजे ताहा काच किछि त बुझि न पारिले ए विषय काहार जय कह भोले दानशील बळींक नहिला किओ बा छळ धर्म मर्मंक हरिंकर बा ए दुहिंक मध्यरे के उत्तम कह ए विषय मोहर महत संदेह तुम्भे सर्व पुराण करिण धर्मज्ञ आहे द्विज उत्तम महत सुप्राज्ञ ए विषय संदेह संदेह मोहर निर्णय कही करी निश्चय रे हर व्यासदेव कहिले हसी शीतरे जन्मे जय राजेश शुणय अंतरे भूमिदान देश जे सत्य रक्षा कले से बळी राज एही जयटी पाइले बामनंक नाम तो त्रिविक्रम बोली त्रिपुर विक्रमिले क्रमरे कहिली छळ करी से सिना क्षुद्र होइथिले सानटी कि बामन कहुछन्ति भोले सत्य ठारू अधिक धर्म आउ नाही सत्यनाश करिबा सकाशरे सेही से बळी भूपाल रहेले द्वारपाल
ଯେପରି ଜଗନ୍ନାଥ ଆହେ ନରପାଳ ସବୁଠାରୁ ସର୍ବଦା ସତ୍ୟ ରଖିବାର ଦେହୀଙ୍କର ପକ୍ଷରେ ଦୁଃସାଧ୍ୟ ବିଚାର ତ୍ରିଗୁଣାତ୍ମକା ବହୁ ରୂପିଣୀ ମାୟା ବଳବତୀ ଅଟଇ ଆହେ ନର ନାହା ମାୟା ନିଜ ମିଶ୍ରିତ ଗୁଣତ୍ରୟଙ୍କରେ ଏ ସଂସାର ନିର୍ମାଣ ସେହି ଏକା କରେ କପଟାଚାରୀ ନର ଅକ୍ଷୁର୍ଣ୍ଣ ଭାବରେ ସତ୍ୟ ରକ୍ଷା କରିବେ କହ କିପରିରେ ବିଶ୍ୱତ ମିଶ୍ର ଗୁଣେ ମିଶି ହେଲା ଜାତ ଦୁର୍ଲଭ ତ ଅକ୍ଷୁର୍ଣ୍ଣ ନିର୍ମଳ ଯେ ସତ୍ୟ ଏ ବିଷୟ କେବଳ ସ୍ଥିତି ସନାତନୀ ବିହି ବିହି ଅଛନ୍ତି ନିତ୍ୟ ଯାହା ପୁଣି ଭିତରାଗ ନିଷ୍ପ୍ରତି ଗ୍ରହ ଯେନେ ସଙ୍ଗ ଶ୍ରୀମାଦି ଗୁଣ ବିରହିତ ମହାଭାଗ ବୈଖାନସ ପ୍ରଭୃତି ମହାମୁନିଙ୍କର କରିଛନ୍ତି ନିର୍ମଳ ସୁସତ୍ୟ ରକ୍ଷଣ ସତ୍ୟ ଧର୍ମ ଆଦର୍ଶ ସ୍ୱରୂପ ସେମାନେ ଜନମ ହୋଇଛନ୍ତି ଏହି ଧରାଧାମେ ସଜ୍ଜନଙ୍କ ଦୁର୍ଗୁଣ ଧରିବାର ଯୋଗ୍ୟ ନୁହଁ ଜାଣିଥାଅ ରାଜ ମହାଭାଗ ତାଙ୍କ ବିନା ସମସ୍ତେ ତ୍ରିଗୁଣ ସଂଯୁକ୍ତ ଏହି ହେତୁ ହେ ଗୁଣବନ୍ତ ନର ନାଥ ସଗୁଣ ନର ଗଣ ରଚିତ ପୁରାଣ ଧର୍ମଶାସ୍ତ୍ର ସାଙ୍ଗ ଯେ ବେଦ ଆଦି ଜାଣ ଗ୍ରନ୍ଥକାରଙ୍କର ଗୁଣ ଯେ ଭେଟଟିରେ ମତଭେଦ ଲିଖିତ ହୋଇଛି ତହିଁରେ ସଗୁଣ କରମଟି କରନ୍ତି ସଗୁଣେ ସଗୁଣ ଗୁଣ ଗଣ ନ ପାନ୍ତି ନିର୍ଗୁଣେ ଗୁଣ ଗଣ ମିଳନ୍ତେ ପୃଥକ ନୁହଁଇ ଯେହି ଗୁଣଟିକି ସମ୍ୟକେ ଜାଣଇ ସେ ସେହି ଗୁଣଟିର ପ୍ରକାଶ ଭାବ ଏହି ହେତୁ ସେ ମହିଳାର ଧବ ସଂସାରେ ତ ସମସ୍ତେ ମାୟାରେ ମୋହିତ ଅକପଟ ଅଟଳ ଧର୍ମେକାର ଚିତ୍ତ ବୁଦ୍ଧିନାଶ କରାଇ ଦିଅନ୍ତି ଇନ୍ଦ୍ରଗଣ ଇନ୍ଦ୍ରିୟଙ୍କ ଆସକ୍ତ ଏହି ମନ ଜାଣ ଏହେତୁ ଗୁଣତ୍ରୟେ ପ୍ରଚଳିତ ହୋଇ ମାନସ ନାନା ଭାବେ ଖେଳି ବୁଲୁଥାଇ ଆ ବ୍ରହ୍ମସ୍ତମ୍ଭ ପରି ଯନ୍ତେ ନରୋତ୍ତମ ଚରାଚର ଏହି ଯେ ସ୍ଥାବର ଜଙ୍ଗମ ମାୟାର ବଶୀଭୂତ ସମସ୍ତେ ତ ଭୋଲା ସମସ୍ତଙ୍କୁ ଘେନିଣ ମାୟା କଲେ ଖେଳା ଏହି ମାୟା ସମସ୍ତ ପ୍ରାଣୀ ମୋହି ପାରେ ବିକୃତିର ସାଧନା ସର୍ବଦା କରେ ଏହି ହେତୁ କାର୍ଯ୍ୟରେ ସକଳ ମାନବ ଅସତ୍ୟର ଆଶ୍ରୟ କରନ୍ତିଟି ଭାବ ଇନ୍ଦ୍ରିୟ ସୁଖ ଭୋଗ ଚିନ୍ତା କରି ଯେବେ କୌଣସି ପ୍ରକାରେ ନର ନ ପାଇବେ ଋଷିକ ସୁଖ ସିଦ୍ଧି ହେତୁ ଛଳ ଘେନି ପାପ କାର୍ଯ୍ୟ ପ୍ରବୃତ୍ତ ହେଉଛନ୍ତି ପ୍ରାଣୀ କାମ କ୍ରୋଧ ପୁଣି ଲୋଭ ହେ ନରରାଣ ଏହାର ବଳବନ୍ତ ଶତ୍ରୁ ବୋଲି ଜାଣ ପ୍ରାଣୀଗଣ ଏହାର ବଶୀଭୂତ ହେଲେ କର୍ତ୍ତବ୍ୟ କି ଜାଣିବେ ଭଲେ ସମ୍ପଦ ପ୍ରାପ୍ତ ହେଲେ ହୁଏ ଅହଙ୍କାର ଅହଙ୍କାରେ ପ୍ରଭାବ ପ୍ରକାଶନି କର ମୋହଟି ପ୍ରାପ୍ତ ହୁଏ ଅହଙ୍କାର ହେତୁ ମୋହ ପ୍ରାପ୍ତ ହୋଇଲେ ନର ଲୋଭେ ମୃତ୍ୟୁ ନରଙ୍କର ମନରେ ସଂକଳ୍ପ ବିକଳ୍ପ ଦ୍ୱେଷ ଈର୍ଷା ଅସୂୟା ଜନ୍ମେ ଆହେ ନୃପ କ୍ରମେ କ୍ରମେ ଆଶା ଯେ ତୃଷ୍ଣା ଦୈନ୍ୟ ଦମ୍ଭ ଅଧର୍ମଜ୍ଞ ବୁଦ୍ଧି ମଧ୍ୟ ହୋଇ ଆରମ୍ଭ ମୋହ ହେତୁ ଏ ସର୍ବଜନମୀ ମନରେ
ପ୍ରାଣୀଙ୍କର ଉପରେ ପ୍ରଭୁତ୍ୱ ବିସ୍ତାରେ ନରଗଣ ସର୍ବଦା ଅହଙ୍କାର ଦ୍ୱାରା ବଶୀଭୂତ ହୋଇ ହେ ନରବର ଝରା ଯଜ୍ଞଦାନ ପୁଣି ଯେ ତୀର୍ଥ ଦର୍ଶନ କରନ୍ତି ସଦା ବ୍ରତ କରିଣ ନିୟମ ଅହଙ୍କାରେ ଯଜ୍ଞାଦି ହେଲେ ଅନୁଷ୍ଠିତ ଶୋଭପ୍ରଦ କଦାପି ନୁହେଁ ନରନାଥ ରାଗରେ ବାଲ ଭରେ କଲେ ଯେଉଁ କାର୍ଯ୍ୟ ସର୍ବାଙ୍ଗ ଶୁଭ ଫଳ ସିଦ୍ଧ ନୁହେଁ ରାଜ ଏହି ହେତୁ କେହିଟି ସତ୍କର୍ମ କରିଲେ ପ୍ରଥମେ ଦ୍ରବ୍ୟ ଶୁଦ୍ଧି ଦେଖି କରି ଭଲେ ହିଂସାଦି ରହିତରେ ଅର୍ଜିବାର ଧନ ଧର୍ମ କର୍ମେ ପ୍ରଶସ୍ତ ଆହେ ନରରାଣ ଦ୍ରୋହାର୍ଜିତ ଦ୍ରବ୍ୟରେ କର୍ମ ଯେ କରଇ ତାହାର ବିପରୀତ ଫଳଟି ଫଳଇ ଯେ ନରର ମାନସ ବିଶେଷ ନିର୍ମଳ ସେହି ସିନା ପାଇ ସମସ୍ତ ସୁଫଳ ଅନିର୍ମଳ ମାନସ ହେଲେ ନର ଦେବ ଯଥୋକ୍ତ ଫଳ ଲାଭ କିପରି କରିବ ଋତିଜ ଯେ ଆଚାର୍ଯ୍ୟ କର୍ମକାରୀ ଗଣ ଦ୍ରବ୍ୟ ଆଦି ବିଶୁଦ୍ଧ ହେଲେ ରାଜନ ସମ୍ପୂର୍ଣ୍ଣ ଫଳ ଭାର କହନ୍ତି ତନରେ ନରବରଇ ଶହେ ଶୁଣ ଏ ଅନ୍ତରେ ଦେଶ କାଳ କ୍ରିୟା ଯେ ଦ୍ରବ୍ୟ ଯମଦାନ ମନ୍ତ୍ର ଆଦି ସମସ୍ତ ଶୁଦ୍ଧ ହେଲେ ଜାଣ ଅକ୍ଷୁର୍ଣ୍ଣରେ କର୍ମର ପୂର୍ଣ୍ଣ ଫଳ ହୁଏ ଅତିଶୟ ସଂଶୟ ନ କର ହେ ରାଏ ନିଜ କାର୍ଯ୍ୟ ଉନ୍ନତି ହେବାର ସକାଶ ଶତ୍ରୁନାଶ କର୍ମ କଲେ ହେ ରାଜେଶ ତାହାର ବିପରୀତ ଫଳ କରେ ଲାଭ ଅର୍ଥ ମଦେ ନ ଜାଣି ନିଜ ଶୁଭାଶୁଭ ଦୈବାଧୀନେ ସେ ପାପ କର୍ମ କରୁଥାଇ ପୁଣ୍ୟ କର୍ମ କରିବା ତା କ୍ଷମତା ନାହିଁ ସୁରାସୁର ସମସ୍ତ ବ୍ରାହ୍ମଣଙ୍କ ଠାରୁ ସଂଜାତ ହୋଇଛନ୍ତି ପୂର୍ବ କାଳରୁ ନିଜ ନିଜ ଅର୍ଥର ସାଧନେ ତତ୍ପର ପରସ୍ପର ବିରୋଧୀ କରନ୍ତି ସମର ବେଦରେ ଲେଖା ଅଛି ଦେବେ ସତ ଗୁଣେ ମାନବେ ଜନମିଲେ ରାଜସିକ ଗୁଣେ ତିର୍ଯ୍ୟକ ଜାତି ଗଣ ହୋଇଲେ ଜନମ ତାମସିକ ଗୁଣକୁ କରିଣ ଗ୍ରହଣ ସତଗୁଣ ସମ୍ଭବ ସୁରଗଣ ଯେବେ ପରସ୍ପରେ ଶତ୍ରୁତ୍ୱ ସୁଅର୍ଥେ କରିବେ ତମ ଗୁଣ ସମ୍ଭୂତ ତିର୍ଯ୍ୟକ ଜାତିର ଶତ୍ରୁତା ହୋଇବାର କି ଆଶ୍ଚର୍ଯ୍ୟ ବୀର ସୁରଗଣ ସର୍ବଦା ପରୋପକାରୀ ତପ ବିଘ୍ନ କରନ୍ତି ବିଦ୍ୱେଷ ଆଚରି ପରସ୍ପର ବିରୋଧୀ ଆପଣା ହିତରେ ଏ ସଂସାର ସଂଜାତ ହେଲା ଅହଙ୍କାରେ ତେବେ କହ କିପରି ରାଗ ଦେଶ ଶୂନ୍ୟ ସଂସାରୀ ନରଙ୍କର ହେବ ହେ ରାଜନ ଏହିଠାରେ ଶ୍ରୀଦେବୀ ଭାଗବତଙ୍କରେ ସୁମହତ ପୁରାଣ ଚତୁର୍ଥ ସ୍କନ୍ଧରେ ଜଗତରେ ଅଧର୍ମ ହେବାର ସ୍ଥାପନ ଚତୁର୍ଥ ଅଧ୍ୟାୟଟି ହେଲା ସମାପନ आहे धर्म कारक धर्म अवतार धर्म धर्म प्राज्ञ हे धर्मंक कुमार धर्म कर्म पथरु बालाजी रणाकु भ्रमाई नदी हे जनाए तुम्भंकु।